ଅନ୍ତ୍ୟୋଦୟ ଗୃହ ଯୋଜନାରେ ପୁଣି ଆସିଲା ଏକ ବହୁତ ବଡ଼ ଖବର। ସେହି ଖବର ଶୁଣି ଆପଣମାନେ ବହୁତ ଖୁସି ହୋଇଯିବେ। ତ ସେହି ଖୁସି ଖବରଟି କ'ଣ ରହିଛି ଆପଣମାନେ ନିଶ୍ଚୟ ଭିଡ଼ିଓଟିକୁ ଥରେ ଦେଖନ୍ତୁ, ଆପଣମାନେ ନିଶ୍ଚୟ ଜାଣିପାରିବେ। ତ ଦେଖନ୍ତୁ, ଏହି ଅନ୍ତ୍ୟୋଦୟ ଗୃହ ଯୋଜନାକୁ ବହୁତ ହିତାଧିକାରୀ ଅପେକ୍ଷା କରିଥିଲେ। ତ ସେହି ଅପେକ୍ଷାର ଫଳ ଅନ୍ତ ଘଟିଯାଇଛି। ତ ଦେଖନ୍ତୁ, ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ଅନେକ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ଘର ମିଳିନାହିଁ। ତ କେଉଁମାନେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହୋଇପାରିବେ ବା ଏହି ଅନ୍ତ୍ୟୋଦୟ ଗୃହ ଯୋଜନାଟି ପାଇପାରିବେ, ଆପଣମାନେ ନିଶ୍ଚୟ ଜାଣିଥିବେ। ଯଦି ଆପଣମାନେ ଜାଣିନାହାନ୍ତି, ତାହା ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ସବୁକିଛି ଡିଟେଲ୍ସ କହିବି। ତ ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ପୁଣି ଅନ୍ତ୍ୟୋଦୟ ଗୃହ ଯୋଜନାଟି ବହୁତ ଶୀଘ୍ର ମିଳିବାକୁ ଯାଉଛି। ତ ସେହି ଅନ୍ତ୍ୟୋଦୟ ଗୃହ ଯୋଜନା କେଉଁ ତାରିଖରେ ମିଳିବ ଏବଂ ପ୍ରତ୍ୟେକ ପଞ୍ଚାୟତର କେତେ ଜଣଙ୍କୁ ମିଳିବ ଏବଂ କେତେ ଦିନ ମଧ୍ୟରେ ତାଲିକା ପ୍ରସ୍ତୁତ ହେବ, ସବୁକିଛି ଡିଟେଲ୍ସ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କ ସହ ଆଲୋଚନା କରିବି। ତ ଏହା କୌଣସି ଫେକ୍ ନୁହେଁ। ଦେଖନ୍ତୁ ଆଜ୍ଞା, ଆପଣମାନଙ୍କ ସହ ଆଜି ମୁଁ ଲାଇଭ୍ ପ୍ରୁଫ୍ ସହିତ ଆଲୋଚନା କରିବି, ଯାହାକି ପେପର ମାଧ୍ୟମରେ ପ୍ରକାଶ ପାଇଛି। ତ ସେହି ପେପର ମାଧ୍ୟମରେ ଯେଉଁ ପ୍ରକାଶ ପାଇଛି ତାହା ନିଶ୍ଚୟ କାର୍ଯ୍ୟକାରୀ ହେବାକୁ ଯାଉଛି। ତ ଆପଣମାନେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନିଶ୍ଚୟ ଆପଣମାନେ ଜାଣିପାରିବେ। ଯେଉଁମାନେ ଏହି ଅନ୍ତ୍ୟୋଦୟ ଗୃହ ଯୋଜନା ପାଇନାହାନ୍ତି ସେମାନେ ମଧ୍ୟ ଭିଡ଼ିଓଟିକୁ ଦେଖନ୍ତୁ ଏବଂ ଯେଉଁମାନେ ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଛନ୍ତି ସେମାନେ ମଧ୍ୟ ଭିଡ଼ିଓଟିକୁ ଦେଖନ୍ତୁ ଯେ ସରକାର କ'ଣ ଅପଡ଼େଟ୍ ଦେଇଛନ୍ତି ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏବଂ ପୁଣି କେଉଁ ଦିନରେ ମିଳିବାକୁ ଯାଉଛି, ସବୁକିଛି ଡିଟେଲ୍ସ ଆଜି ମୁଁ ଆପଣମାନଙ୍କୁ କହିବି। ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଆପଣମାନେ ଯଦି ଖୁସି ମନେ କରୁଥିବେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କଠାରେ ପ୍ରଥମେ ପହଞ୍ଚିବ। ତ ଆସନ୍ତୁ, ପେପର ମାଧ୍ୟମରେ କ'ଣ ପ୍ରକାଶ ପାଇଛି ଆପଣମାନଙ୍କୁ ଲାଇଭ୍ ପ୍ରୁଫ୍ ସହିତ ଦେଖାଇବି। ଦେଖନ୍ତୁ, ଗରିବ ଓ ଭୂମିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ପ୍ରତିବଦ୍ଧ। ଦେଖନ୍ତୁ ଆଜ୍ଞା, ଏହା ସମ୍ବାଦ ପେପରରେ ପ୍ରକାଶ ପାଇଛି ଆଜି 5ଟା PM। ତ ଦେଖନ୍ତୁ, ଆଜି ହେଲା 3 ତାରିଖ। ତ ଆଜି 5ଟା PM ପ୍ରକାଶ ପାଇଛି। ଆପଣମାନଙ୍କୁ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ କ'ଣ ପ୍ରକାଶ ପାଇଛି ଆସନ୍ତୁ ଖବର ଜାଣିପାରିବା। ତ ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ 10 ଜଣ ହିତାଧିକାରୀଙ୍କୁ ଗୃହ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ। ଏହି ଯୋଜନା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକାରୀ ହେବ। ପଞ୍ଚାୟତରାଜ ବିଭାଗ ଏହି ବଡ଼ ଘୋଷଣା କରିଛି। ଦେଖନ୍ତୁ ଆଜ୍ଞା, ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରୁ 10 ଜଣ ହିତାଧିକାରୀଙ୍କୁ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ। ଦେଖନ୍ତୁ ଆଜ୍ଞା, ଆପଣମାନେ ଯଦି ଯୋଗ୍ୟ ବିବେଚିତ ହୋଇଥିବେ ତାହେଲେ ଆପଣମାନଙ୍କୁ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାଟିଏ ମିଳିପାରିବ। ତ ଆପଣମାନେ ଯୋଗ୍ୟ ନା ଅଯୋଗ୍ୟ କେମିତି ଜାଣିବେ? ମୁଁ ଆପଣମାନଙ୍କୁ ଏକ ଭିଡ଼ିଓ ଡେସ୍କ୍ରିପସନରେ ଲିଙ୍କ୍ ଦେଇଦେଇଛି। ସେହି ଭିଡ଼ିଓଟିକୁ କ୍ଲିକ୍ କରିଲେ ଆପଣମାନେ ଜାଣିପାରିବେ ନିଜେ ଯୋଗ୍ୟ ନା ଅଯୋଗ୍ୟ ଏବଂ କେଉଁମାନଙ୍କୁ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାଟି ମିଳିପାରିବ ଏବଂ ସେହି ଅନ୍ତ୍ୟୋଦୟ ଗୃହ ଯୋଜନାର ସବୁକିଛି ଡିଟେଲ୍ସ ଆପଣମାନେ ସେହି ଭିଡ଼ିଓ ମାଧ୍ୟମରେ ପାଇପାରିବେ। ତ ଆସନ୍ତୁ, ଏହି ଖବରରେ ରାଜ୍ୟ ସରକାର କ'ଣ ଅପଡ଼େଟ୍ ଦେଇଛନ୍ତି ଜାଣିବା। ତ ଆପଣମାନେ ଯଦି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ଆପଣମାନଙ୍କର ଯଦି ଯୋଗ୍ୟତା ଅଛି, ତାହେଲେ ଆପଣମାନେ ଆଗକୁ ନିଶ୍ଚୟ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାଟିଏ ପାଇପାରିବେ। ତ ଆପଣମାନେ ନିଶ୍ଚିତ ରୁହନ୍ତୁ। ଯଦି ଆପଣମାନଙ୍କର ଏହି ଯୋଗ୍ୟତା ଅଛି ଏବଂ ଏହି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହୋଇପାରୁନାହାନ୍ତି କିମ୍ବା ଆପଣମାନଙ୍କୁ ଘର ମିଳୁନାହିଁ, ତାହେଲେ ଆପଣମାନେ ବ୍ଲକ ଅଫିସକୁ ଯାଇ ଆପଣମାନଙ୍କର
ମତାମତ ଜଣାଇବେ। ତାପରେ ଆପଣମାନଙ୍କର ଡିଟେଲ୍ସ ନେଇ ରାଜ୍ୟ ସରକାର ନିହାତି ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାଟିଏ ଦେଇପାରିବେ। ତ ଦେଖନ୍ତୁ, ଏହି ଯୋଜନା ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକାରୀ ହେବ। ପଞ୍ଚାୟତରାଜ ବିଭାଗ ଏହି ବଡ଼ ଘୋଷଣା କରିଛନ୍ତି। ଦେଖନ୍ତୁ ଆଜ୍ଞା, ପଞ୍ଚାୟତରାଜ ମନ୍ତ୍ରୀ ରବି ନାୟକ ଏହି ଘୋଷଣା କରିଛନ୍ତି। ତାପରେ ପଞ୍ଚାୟତରାଜ ରବି ନାରାୟଣ ନାୟକ କହିଛନ୍ତି ଯେ ଗରିବ ଓ ଭୂମିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଦେଖନ୍ତୁ ଆଜ୍ଞା, ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି ଯେ ଗରିବ ଓ ଭୂମିହୀନ ପରିବାରଙ୍କୁ ପକ୍କା ଘର ଯୋଗାଇବା ପାଇଁ ସରକାର ପ୍ରତିବଦ୍ଧ କରିଛନ୍ତି। ଦେଖନ୍ତୁ, ଯେଉଁମାନେ ଗରିବ ଅଛନ୍ତି ଏବଂ ଯେଉଁମାନଙ୍କର ଜମି ନାହିଁ ସେମାନଙ୍କୁ ଏହି ଯୋଜନାରେ ସାମିଲ ହେବାକୁ ସରକାର ପ୍ରତିବଦ୍ଧ ରଖିଛନ୍ତି। ତାପରେ ଅନ୍ତୋଦୟ ଗୃହ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ଅଂଶ ଭାବେ ଆମେ ନିଶ୍ଚିତ କରିବୁ ଯେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରୁ ଲାଭ ପାଇପାରିବେ। ତାପରେ ଏଥିପାଇଁ ଆଗାମୀ 5 ଦିନ ମଧ୍ୟରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଖନ୍ତୁ, ଏହି ଅନ୍ତୋଦୟ ଗୃହ ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏକ ଅଂଶ ଭାବେ ଆମେ ନିଶ୍ଚିତ କରିବୁ ଯେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରୁ ଲାଭ ପାଇପାରିବେ। ଦେଖନ୍ତୁ ଆଜ୍ଞା, ଏହି ଅନ୍ତୋଦୟ ଗୃହ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ଅଂଶ ଭାବେ ଆମେ ନିଶ୍ଚିତ କରିବୁ ଯେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଏହି ଯୋଜନାରେ ନିହାତି ଲାଭ ପାଇପାରିବେ ବୋଲି ପଞ୍ଚାୟତରାଜ ମନ୍ତ୍ରୀ କହିଛନ୍ତି। ତାପରେ ଏଥିପାଇଁ ଆଗାମୀ 5 ଦିନ ମଧ୍ୟରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦେଖନ୍ତୁ ଆଜ୍ଞା, ଆଗାମୀ 5 ଦିନ ମଧ୍ୟରେ ତାଲିକା ପ୍ରସ୍ତୁତ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆପଣମାନେ ଯୋଗ୍ୟ ଅଟନ୍ତି ତାହେଲେ ଆପଣମାନେ ନିଶ୍ଚୟ ଭାବରେ ଆଗାମୀ 5 ଦିନରେ ତାଲିକା ଆପଣମାନଙ୍କର ପ୍ରସ୍ତୁତ ହେବ। ତେଣୁ ଆପଣମାନେ ନିଶ୍ଚୟ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ପାଇପାରିବେ। ତ ଆପଣମାନଙ୍କୁ କେଉଁ ତାରିଖରେ ମିଳିବ ନିଶ୍ଚୟ ଏହି ଭିଡ଼ିଓ ମାଧ୍ୟମରେ କହିବି। ତ ଆପଣମାନେ ପ୍ରଥମରୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ତାପରେ ଦେଖନ୍ତୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 30 ତାରିଖରେ ଭବାନୀପାଟଣାଠାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ। ଏଥିପାଇଁ ରାଜ୍ୟ ସରକାର ବଜେଟରେ 7,550 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ପଦକ୍ଷେପ ଗରିବ ଓ ଆର୍ଥିକ ଅନଗ୍ରସର ପରିବାରଙ୍କ ଜୀବନ ଧାରଣରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ଦେଖନ୍ତୁ ଆଜ୍ଞା, ମୁଁ ଆପଣମାନଙ୍କୁ ଭିଡ଼ିଓ ପ୍ରଥମରୁ କହିଥିଲି ଯେ ଅନ୍ତୋଦୟ ଗୃହ ଯୋଜନା ପୁଣି କେଉଁ ତାରିଖରେ ମିଳିବାକୁ ଯାଉଛି ନା ଆସନ୍ତା 30 ତାରିଖରେ ଆପଣମାନଙ୍କୁ ମିଳିବାକୁ ଯାଉଛି ଏହି ଅନ୍ତୋଦୟ ଗୃହ ଯୋଜନା। ତ ଯେଉଁମାନେ ଯୋଗ୍ୟ ବିବେଚିତ ଅଟନ୍ତି ଆପଣମାନଙ୍କୁ ଏହି 30 ତାରିଖରେ ନିହାତି ଆପଣମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାଟିଏ ମିଳିପାରିବ ନା ଭବାନୀପାଟଣାଠାରେ ହିତାଧିକାରୀଙ୍କୁ ସରକାର ଘର ବାଣ୍ଟିବେ। ଯଦି ଆପଣମାନେ ଏହି ଅନ୍ତୋଦୟ ଗୃହ ଯୋଜନାରେ ସାମିଲ ହୋଇଥାନ୍ତି ତାହେଲେ ଆସନ୍ତା 30 ତାରିଖରେ ନିଶ୍ଚୟ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ପାଇପାରିବେ। ତାପରେ ଦେଖନ୍ତୁ, ଆପଣମାନଙ୍କର 5 ଦିନ ମଧ୍ୟରେ ତାଲିକା ପ୍ରସ୍ତୁତ କରାଯିବ। ତାପରେ ଏଥିପାଇଁ ରାଜ୍ୟ ସରକାରଙ୍କ ବଜେଟରେ 7,550 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ପଦକ୍ଷେପ ଗରିବ ଓ ଆର୍ଥିକ ଅଗ୍ରସରର ପରିବାରର ଜୀବନ ଧାରଣରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ତାପରେ ସୂଚନାଯୋଗ୍ୟ, ରାଜ୍ୟର ପ୍ରାୟ 22 ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଅନ୍ତୋଦୟ ଗୃହ ଯୋଜନା ଅନ୍ତର୍ଗତ ସାମିଲ କରାଯିବ। ଏହା ସହିତ ଘର ନିର୍ମାଣ ପାଇଁ 1,20,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ। ଦେଖନ୍ତୁ ଆଜ୍ଞା, ସୂଚନାଯୋଗ୍ୟ ଯେ ରାଜ୍ୟର ପ୍ରାୟ 22 ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ
ଅନ୍ତର୍ଗତ ସାମିଲ କରାଯିବ। ତାପରେ ଏହା ସହିତ ଘର ନିର୍ମାଣ ପାଇଁ 1,20,000 ଟଙ୍କା ଏହି ଅନ୍ତୋଦୟ ଗୃହ ଯୋଜନାରେ ମିଳିବ। ତାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 30 ତାରିଖରେ ଭବାନୀପାଟଣାଠାରେ ହିତାଧିକାରୀଙ୍କୁ ଘର ବାଣ୍ଟିବେ। ଏଥିପାଇଁ ରାଜ୍ୟ ସରକାର ବଜେଟରେ 7,050 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ତ ଆପଣମାନେ ଜାଣିପାରିଲେ। ତାପରେ ଏହା ସହିତ ସରକାରଙ୍କ ଏହି ଉଦ୍ୟମ ରାଜ୍ୟର ଗୃହହୀନଙ୍କ ସମସ୍ୟା ଦୂର କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ଦେଖନ୍ତୁ ଆଜ୍ଞା, ଏହା ସହିତ ପ୍ରତ୍ୟେକ ଗରିବ ପରିବାରଙ୍କୁ ଏହି ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ତ ଆପଣମାନେ ଜାଣିପାରିଲେ କେଉଁ ତାରିଖରେ ଏହି ଅନ୍ତୋଦୟ ଗୃହ ଯୋଜନାଟିଏ ପୁଣି ମିଳିବାକୁ ଯାଉଛି ଏବଂ କେତେ ଜଣଙ୍କୁ ପ୍ରତ୍ୟେକ ପଞ୍ଚାୟତର ସାମିଲ କରାଯିବ ତାହା ମଧ୍ୟ ଆପଣମାନେ ଜାଣିପାରିଲେ ଯେ ପ୍ରତ୍ୟେକ ପଞ୍ଚାୟତର 10 ଜଣଙ୍କ ହିତାଧିକାରୀଙ୍କୁ ଏହି ଆସନ୍ତା 30 ତାରିଖରେ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯିବ ବା ଅନ୍ତୋଦୟ ଗୃହ ଯୋଜନାଟିଏ ଆପଣମାନେ ପାଇପାରିବେ ପ୍ରତ୍ୟେକ ପଞ୍ଚାୟତର 10 ଜଣଙ୍କୁ। ତ ଆପଣମାନେ ଯଦି ଯୋଗ୍ୟ ବିବେଚିତ ଅଟନ୍ତି ନିହାତି ଏହି ଅନ୍ତୋଦୟ ଗୃହ ଯୋଜନାରେ ସାମିଲ ହୋଇପାରିବେ। ତ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ବହୁତ ହେଲ୍ପଫୁଲ୍ ହୋଇଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରନ୍ତୁ। ଫଳରେ ଏହିପରି ହେଲ୍ପଫୁଲ୍ ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ଠାରେ ପ୍ରଥମେ ପହଞ୍ଚିବ। ତ ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।